ନୂଆପଡ଼ା ନବରଙ୍ଗପୁର ରାୟଗଡ଼ ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ଘଣ୍ଟି ବଜାଇଲା ଆଞ୍ଚଳିକ ପାଣିପାଗ ବିଭାଗ। ଘଣ୍ଟାକୁ 40 ରୁ 50 କିଲୋମିଟର ବେଗରେ ପବନ ତୁଫାନ ସହ ବଜ୍ରପାତ ହେବା ନେଇ ଆଶଙ୍କା। କିଛି ଅଞ୍ଚଳରେ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ସାଧୁସନ୍ଥ। 2 ଦିନ ତଳେ ଓଡ଼ିଶାରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ କାର୍ଡ। ଆଉ ଏବେ ଏହି ଆୟୁଷ୍ମାନ ଯୋଜନାରେ ସାଧୁସନ୍ଥକୁ ସାମିଲ କରିବା ପାଇଁ ଦାବି ହୋଇଛି। ଆୟୁଷ୍ମାନ ଭାରତ ଯୋଜନାରେ ସାଧୁସନ୍ଥକୁ ସାମିଲ ପାଇଁ ଅପିଲ ହୋଇଛି। ପୁରୀରୁ ସାଧୁ ସମାଜ ପକ୍ଷରୁ କେନ୍ଦ୍ର ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପଠାଯାଇଛି। ଦାବିପତ୍ରରେ ଲେଖାଯାଇଛି କି ରାଜ୍ୟରେ 40,000ରୁ ଅଧିକ ସାଧୁସନ୍ଥ ରହିଛନ୍ତି, ତେଣୁ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇଛି। କାରଣ ସରକାର ରାଜ୍ୟରେ ଏହି ଆୟୁଷ୍ମାନ କାର୍ଡ ଶୁଭାରମ୍ଭ କରିସାରିଛନ୍ତି। ଆଉ ଏହି ଯୋଜନାରେ ପ୍ରାୟ ପ୍ରତ୍ୟେକ ଲୋକଙ୍କୁ ସୁବିଧା ମିଳିବ ବୋଲି କୁହାଯାଉଛି। ମାତ୍ର ଅଳ୍ପ କିଛି ଲୋକ ଏଥିରୁ ବାଦ ପଡ଼ିଛନ୍ତି। ଆଉ ଏହାରି ଭିତରେ ସାଧୁସନ୍ଥମାନଙ୍କୁ ଏହି ମଧ୍ୟ ଯୋଜନା ସାମିଲ କରିବା ପାଇଁ ଅପିଲ ହୋଇଛି। ପରବର୍ତ୍ତୀ ଖବର। ଆଗାମୀ 5 ବର୍ଷରେ ରାଜ୍ୟରେ ନିର୍ମାଣ ହେବ 80ଟି ନୂତନ MPI, 3000 ଚେକ୍ ଡ୍ୟାମ୍। ରାଜ୍ୟ ସରକାର ଜଳ ସଂରକ୍ଷଣ ଓ ପରିଚାଳନାକୁ ପ୍ରାଥମିକତା ଦେବା ପାଇଁ ବ୍ୟାପକ ପଦକ୍ଷେପ ଶୁଣୁଛନ୍ତି। କେନାଲ ଶେଷ ମୁଣ୍ଡରେ ଥିବା ଚାଷୀଙ୍କ ପାଖରେ ଯେପରି ପାଣି ପହଞ୍ଚିବ ସେଥିପାଇଁ ପ୍ରୟାସ ଜାରି ରହିଛି। ବୃହତ, କ୍ଷୁଦ୍ର, ମଧ୍ୟମ ଉଠା ଜଳସେଚନ, ମେଗାଫିଲ୍ଡ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳସେଚନ ଓ ଜଳ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ରାଜ୍ୟ ସେଚ ସାମର୍ଥ୍ୟ ବୃଦ୍ଧି, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ MIP ଗୁଡ଼ିକ ଉଲ୍ଲେଖ ଯୋଗଦାନ ରହିଛି। ଆଗାମୀ ଦିନରେ ଅଧିକରୁ ଅଧିକ MIP ଏବଂ ଚେକ୍ ଡ୍ୟାମ୍ ଜରିଆରେ ରାଜ୍ୟର ଜଳସେଚନ ସାମର୍ଥ୍ୟ ବୃଦ୍ଧି କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ବର୍ଗ ଗୁରୁତ୍ୱ ଦେଉଛନ୍ତି। ଜଳସମ୍ପଦ ବିଭାଗ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଚେକ୍ ଡ୍ୟାମ୍ ନିର୍ମାଣ ମାଧ୍ୟମରେ ରାଜ୍ୟରେ ସେଚ ସାମର୍ଥ୍ୟ ବୃଦ୍ଧି ସମ୍ପର୍କିତ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଉନ୍ନୟନ କମିଶନର ବିଭିନ୍ନ ପ୍ରକଳ୍ପ ସମୀକ୍ଷା ପୂର୍ବକ ରାଜ୍ୟରେ ଜଳସେଚନ କ୍ଷମତା ବୃଦ୍ଧି ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ ଓଡ଼ିଆ ନବବର୍ଷ କ୍ୟାଲେଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଆ ନବବର୍ଷ ଅବସରରେ ପ୍ରକାଶ ପାଇଲା ଶ୍ରୀମନ୍ଦିରର ପର୍ବପର୍ବାଣୀ ଓ ଯାନିଯାତ୍ରା କ୍ୟାଲେଣ୍ଡର। ପୂର୍ବରୁ ଏହି କ୍ୟାଲେଣ୍ଡର ମୁଦ୍ରାପଣ ପରେ ଦେବାର୍ପଣ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଏହା ଲୋକାର୍ପିତ ହୋଇଛି। ସେହିପରି ପ୍ରଥମ ଥର ଲାଗି ପ୍ରକାଶିତ ଶ୍ରୀମନ୍ଦିରର ସୁଦୃଶ୍ୟ ସୂଚନା ପୁସ୍ତିକା ମଧ୍ୟ ଲୋକାର୍ପଣ ହୋଇଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। 2025 ମସିହାର ମହାବିଷ୍ଣୁ ସଂକ୍ରାନ୍ତି ଠାରୁ 2026 ମସିହା ରାମାଭିଷେକ ନୀତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳିତ ହେବାକୁ ଥିବା ସମସ୍ତ ପର୍ବପର୍ବାଣୀ ଦିନ ତଥା ଯାନିଯାତ୍ରା ଦିବସ ଗୁଡ଼ିକ ସୂଚନା ଏହି କ୍ୟାଲେଣ୍ଡରରେ ରହିଅଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଶ୍ରମିକଙ୍କୁ ଲେବର କାର୍ଡ ବଣ୍ଟନ କଲେ ବିଧାୟକ, ଏଣିକି ମିଳିବ ଏସବୁ ସୁବିଧା। ଦୀର୍ଘ ଦିନରୁ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ପଞ୍ଚାୟତ ବ୍ୟକ୍ତି ସେମାନେ ଲେବର କାର୍ଡ ପାଇବାରୁ ବଞ୍ଚିତ ହେଉଥିଲେ, ଯାହାଫଳରେ ସେମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିଲେ। ରବିବାର ସ୍ଥାନୀୟ ସର୍କିଟ ହାଉସ୍ ଠାରେ ତେଲୁକୁଇ ବିଧାୟକ ଡକ୍ଟର ଫକୀର ମୋହନ ନାୟକଙ୍କ ଦ୍ୱାରା ଲେବର କାର୍ଡ ବିତରଣ କରାଯାଇଥିଲା। ଏହି ଲେବର କାର୍ଡ ପାଇବା ଦ୍ୱାରା ସେମାନେ ଖୁସି ପ୍ରକଟ କରିଥିଲେ ଓ ଏଥିରେ ଆବଶ୍ୟକ ସାହାଯ୍ୟ ସୁବିଧା ସୁଯୋଗ ପାଇବେ ବୋଲି କହିଥିଲେ। ଉପସ୍ଥିତ ସ୍ୱତନ୍ତ୍ର ଅଭିଯୋଗ ଅଧିକାରୀ ଶରତ ଚନ୍ଦ୍ର ବାରିକ ଲେବର କାର୍ଡ ଦ୍ୱାରା ବିଭିନ୍ନ ସୁବିଧା ସୁଯୋଗ ପାଇବା ସମ୍ପର୍କରେ ବୁଝାଇଥିଲେ। ଏହି ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ, ସରକାରୀ ଶ୍ରମ ଅଧିକାରୀ ଦୀପ୍ତିମୟୀ ରାଉଳ, ଡମ୍ବୁରଧର ମହାନ୍ତ ଉପସ୍ଥିତ ଥାଇ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ।